ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ତର ଗାଁରେ ଦୀର୍ଘ 42 ବର୍ଷ ପରେ ଏକଜୁଟ ହୋଇଛନ୍ତି ଗ୍ରାମବାସୀ। ପଣା ସଂକ୍ରାନ୍ତି ଯାତ୍ରାକୁ 3 ଦିନ ଧରି ବେଶ ଆଡମ୍ବରରେ ପାଳନ କରିଛନ୍ତି ଗ୍ରାମବାସୀ। ତେବେ ଯାତ୍ରାର ଶେଷ ଦିନରେ ଏକ ଗଣ୍ଡଗୋଳ କେନ୍ଦ୍ର କରି ବିବାଦ ଏବେ ଥାନାରେ ପହଞ୍ଚିଛି। କନ୍ତର ଗାଁର ଗତ 16 ତାରିଖ ଦିନ ଶେଷ ଯାତ୍ରା ଚାଲିଥିବା ବେଳେ ଗାଁର ଜୈନିକା ମହିଳାଙ୍କୁ ଯାତ୍ରା କମିଟିର ସଦସ୍ୟ, ଗ୍ରାମବାସୀ ଏବଂ ପୋଲିସ ଏକତ୍ର ମିଶି ମାଡ଼ ମାରିଥିବା ନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି। ଏପରିକି ରାତିରେ ଘରେ ପଶି ଆକ୍ରମଣ କରିଥିବା ମହିଳା ଜଣକ ପ୍ରକାଶ କରିଛନ୍ତି। ତେବେ ଏହାକୁ ଖଣ୍ଡନ କରିଛନ୍ତି ଗ୍ରାମବାସୀ। ଅଭିଯୋଗଟି ସମ୍ପୂର୍ଣ୍ଣ ଉଦ୍ଦେଶ୍ୟମୂଳକ ଭିତ୍ତିହୀନ। ଏପରିକି ଯାତ୍ରା ଚାଲିଥିବା ବେଳେ ଷ୍ଟେଜ ପାଖରେ ସମ୍ପୃକ୍ତ ମହିଳାଙ୍କ ଭାଇ ମଦ୍ୟପାନ କରି ଗଣ୍ଡଗୋଳ କରିଥିଲେ ଏବଂ ଏଥିରେ ପୋଲିସ ବାରଣ କରିବାରୁ ସମ୍ପୃକ୍ତ ମହିଳା ଜଣକ ପୋଲିସକୁ ଧକ୍କା ମାରିବା ସହ ବନ୍ଧା ଯାଇଥିବା ବାଉଁଶ ଭାଙ୍ଗି ଆକ୍ରମଣ କରିଥିଲେ ଏବଂ କମିଟିର ସଦସ୍ୟ ବାରଣ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ସେମାନେ ପ୍ରକାଶ କରିଛନ୍ତି। ଗ୍ରାମ୍ୟ ସଭାପତି ଅନ୍ତର୍ଯ୍ୟାମୀ ସାହୁ କହିଛନ୍ତି, ଗାଁ ଏକଜୁଟକୁ କିଛି କୁଚକ୍ରୀ ବ୍ୟକ୍ତି ଭାଙ୍ଗିବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ କରି ବିଫଳ ହୋଇଛନ୍ତି। ଗାଁ ଓ ଯାତ୍ରା କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ମାତ୍ର ସମ୍ପୃକ୍ତ ମହିଳା ଏବଂ ତାଙ୍କ ପରିବାର ଉଦ୍ଦେଶ୍ୟମୂଳକ ଭାବେ ଗଣ୍ଡଗୋଳ କରିବା ସହ ମିଛ ଅଭିଯୋଗ କରିଛନ୍ତି। ଏନେଇ ଗାଁକୁ ଏକଜୁଟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଯୁବ ସମାଜସେବୀ ଅମରେଶ ସାହୁ କୁହନ୍ତି, ସମ୍ପୃକ୍ତ ମହିଳା ଜଣଙ୍କ ସ୍ୱାମୀ ତାଙ୍କ ପାଖରେ ଜଣେ ଡ୍ରାଇଭର ଭାବରେ କାର୍ଯ୍ୟ କରି ଆସୁଥିଲେ। 11 ତାରିଖ ଦିନ ତାଙ୍କୁ ଡ୍ରାଇଭର କାର୍ଯ୍ୟରୁ ବାହାର କରିଦେଇଥିଲେ, ଯାହାକୁ ନେଇ ସମ୍ପୃକ୍ତ ମହିଳା ଓ ତାଙ୍କ ପରିବାର ଲୋକେ ଈର୍ଷାପରାୟଣ ହୋଇ ଏଭଳି କାଣ୍ଡ କରିଛନ୍ତି ଏବଂ ସେମାନେ ଉଦ୍ଦେଶ୍ୟମୂଳକ ଭାବେ ଗାଁ ଏବଂ ପୋଲିସକୁ ବଦନାମ କରୁଛନ୍ତି, ଯାହାକୁ ନେଇ ତଦନ୍ତ କରିବାକୁ ସେ ନିବେଦନ କରିଛନ୍ତି। ସେପଟେ ଭିଡକୁ ଆଖି ଆଗରେ ରଖି ପୋଲିସ 3 ଦିନ ଧରି ସହଯୋଗ କରିଥିଲେ। ମାତ୍ର ସମ୍ପୃକ୍ତ ମହିଳା ଜଣଙ୍କ ଉଦ୍ଦେଶ୍ୟ ଭାବେ ସମସ୍ତଙ୍କ ନାମକୁ ଯୋଡ଼ି ମିଥ୍ୟା ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି, ଯାହାକୁ ନେଇ ଗାଁର ସଭାପତି ଅନ୍ତର୍ଯ୍ୟାମୀ ସାହୁଙ୍କ ନେତୃତ୍ୱରେ ଗାଁ କୋଠାଘରଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଘଟଣାର ତଦନ୍ତ କରାଯାଇ ଗ୍ରାମରେ ଶାନ୍ତି ପ୍ରତିଷ୍ଠା କରିବାକୁ ଗ୍ରାମବାସୀ ଦାବି କରିଥିଲେ, ଯାହାକୁ ନେଇ ଘଟଣାସ୍ଥଳରେ କାମାକ୍ଷାନଗର ଏସଡିପିଓ ରଜନୀକାନ୍ତ ସାମଲ ପହଞ୍ଚି ତଦନ୍ତ କରିଛନ୍ତି। ଯାଇଥିଲି ନାଚ ଦେଖି, ତାପରେ ଆମେ ଲେଡିଜ ଜେଣ୍ଟସ ଏମିତି ମଝିରେ ଗୋଟେ ପାଠ ଥିଲା, ମୁଁ କିନ୍ତୁ ସାଇଡରେ ବସିଥିଲି। ତାପରେ ଏମାନେ ଅଶ୍ଳୀଳ ଭାଷାରେ ଏମିତି କଥା ଲେଡିଜ ମାନଙ୍କୁ କହୁଥାନ୍ତି ଯୋଉ ନାଚବାଲିର। ତାପରେ ସେମାନେ ବାରମ୍ବାର ଠିଆ ହଉଥାନ୍ତି, ନାଚ କରୁଥାନ୍ତି। ତାପରେ ଆମର ଯଦି ଭଲାଣ୍ଟିୟର ମାନେ ବନ୍ଦ କରିଥାନ୍ତି, ପୋଲିସ ଭାଇ ମାନେ ବି ଆସିକି ବନ୍ଦ କରିଥାନ୍ତି, ତଥାପି ମାନୁ ନଥାନ୍ତି। ତାପରେ ଏମିତି ତାଙ୍କ ଭିତରେ କିଏ ଦିଟା ପିଲା ଏମିତି ଗଣ୍ଡଗୋଳ ହେଲେ। ତାପରେ ଯୋଉ ଲେଡିଜ ଜଣକ ସେ ଇଆଡେ ବସିଥିଲା, ଆସିକିରି ଧଡେଇକିରି ଆଇକିରି ପୋଲିସ ମତେ ବାଉଁଶ ବୁସି ଭାଙ୍ଗି ଦେଇକିରି ପୋଲିସ କୁ ଯାଇକିରି ବାଡେଇଲା। ତାପରେ ଲିପୁକୁ ମଧ୍ୟ ନାପି ରୁମ୍ପା ଦେଲା। ଲିପୁ ତାଙ୍କ ପୁଅକୁ ଧରିକିରି ବି ଆସିଥିଲେ, ସେ ପଛଆଡେ ଦେଖୁଥିଲେ। ତାପରେ ସେ ଲେଡିଜ ଜଣକ ତ ଏକଟିଆ ଯାଇକିରି ମଝିରେ ବସିକିରି ଠିଆ ହେଇକିରି ଏମିତି ଗଣ୍ଡଗୋଳ କରେଇଛି। ଆଉ ଯାଇଥିଲୁ ନାଚ ଦେଖି, 42 ବର୍ଷରେ ଏକାଠି ହେଲେ। ଆଉ ଏମିତି ନାଚ ହଉଥିଲା, ଯାତ୍ରା ହେଲା ଆଉ ଭଲରେ। ସେଠୁ 2 ରାତି ଗଲା, ଶେଷ ରାତିରେ ଏମିତି କରିଯିତି ଆଉ ମାଲେ ମୁଲି ପିଇକିରି ଏମିତି କରିଯିତି ଆଉ ଗଣ୍ଡଗୋଳିଆ ଆଉ ସେଠୁ ଗଣ୍ଡଗୋଳିଆ କରିନା। ସେଠୁ ଏ ଲେଡିଜ ମଣିଷଟା ଏଠୁ ଆମ ପାଖରେ ବଇଥିଲା, ସେଠୁ ନଙ୍ଗଳା ମୁତରେ ଆନା ଦବୁଥିଲା ବାଉଁଶ ବୁଂଶି ଖୋଲିକିରି ସେଠୁ ଖୁସିଟାକୁ ଆଗ ଆଇଲା। ସେଠୁ ଆମ ଯୋଉ ସରପଞ୍ଚ ତା ଛୁଆଟାକୁ ଯାଇଥିଲା କରିବା ସମାଧାନ କରିଦବ ବୋଲି, ସେଠୁ ସିଏ ତାକୁ ବି କଲର ଧରିଲା, ବାଳତଟି ଧରିଲା, ନାପି ରୁମ୍ପା ଦେଲା। ସେତିକି ଆଉ। ସମସ୍ତେ ପିଲା ଯାଇକି ଆମ ପିଲା ସବୁ ଦେଖୁଥିଲେ ନାଚ। ଏଠି ସମସ୍ତେ ନାଚରେ ଡ୍ୟାନ୍ସ କରୁଥିଲେ, କାହାକୁ କିଛି କହିଲେନି। ଆମ ଛୋଟ ହାତି ଦେଖିକିନି ମୋ ସାନ ଭାଇ ଛୋଟ ଭାଇରାକୁ ଯାହା ଇଚ୍ଛା ମାଇଲେ। ଏଠୁ ମୁଁ ଗଲି ଛଡେଇବା ପାଇଁ ଯେ ମତେ ଧୋକା ଧୁକି ମାରିକିନି ସାରେ ମୋ ଜୀବନ ରକ୍ଷା କରିବା ପାଇଁ ମୋର ତାକୁ ପେଲି ଦେଇଛି। ସେଇଟା ସାରେ ଯାହା ହେଲା ହେଲା। ଏଠୁ ଆସିକି ଘରେ ଶୋଇଲୁ। ଆମ ପୁଅ ମାନେ ଗଲେ ବନ୍ଧ ଆଡେ ଶୋଇଲେ। ଆମ ଘର ତ ମୋ ସାନ ଭାଇ ଛୋଟିଆ ଭାଇରାକୁ। ଏଠୁ ମୁଁ ଆସିକି ଘରେ ଶୋଇଲୁ। ଏଠୁ ସେ ସାର୍ ମାଇଲେ ମତେ, ଯୋଉ ସରପଞ୍ଚଙ୍କ ପୁଅ ଯେମିତି ମାଇଲେ ମତେ, ମୁଁ ତାକୁ ବି କହିଲି ମାରନି, ତାକୁ ଏମିତି ପେଲି ଦେଲି ହାତରେ। ସେ ପେଲି ଦେଲା ପରେ ଏଠୁ ସେ ଏଠୁ ଗଲା ହାରି, ଆମେ ବି ଆମ ଘରକୁ ଆସିଲୁ। ପୁଲିସ ସାର୍ ମୋ ହାତଟା ଡେଣାଟାକୁ ଧରିକି ତ ଖାଞ୍ଚି ଦେଲେ। ମୁଁ କହିଲି ଛାଡ ଛାଡ, ସେ ତ ଖାଞ୍ଚି ଦେଲେ। ଏଠୁ ମୁଁ କହିଲି ଛାଡ ମତେ ଛାଡ। ଏଇଠୁ ସାର୍ ଏତେ କିଛି କହିଲେନି। ଏଠୁ ଆମେ ଆମର ଘରକୁ ଛୁଆରା ସବୁ ଆଇଲୁ। ନାଚ ଦେଖିବାକୁ ମୁଁ ଯାଇଥିଲି। ଲୋକମାନଙ୍କର 42 ବର୍ଷ ପରେ ଯେହେତୁ ଗୋଟେ ଗାଁ ଏକାଠି କରିଛୁ, ତେଣୁ ନାଚଟା କେମିତି ସୁରୁଖୁରୁରେ ହବ, ଲୋକମାନେ କେମିତି ସୁରୁଖୁରୁରେ ଦେଖିବେ ଓ ଲୋକମାନେ କେମିତି ଶାନ୍ତିରେ ରହିବେ, ସେଥିଲାଗି ମୁଁ ଯାଇଥିଲି। ନାଚ ଦେଖିବା ମୋର ଉଦ୍ଦେଶ୍ୟ ଯଦିଓ ନୁହେଁ, ତେବେ ଗାଁର ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଉଦ୍ଦେଶ୍ୟରେ ମୁଁ ଯାଇଥିଲି। ଗଲାବେଳେ ମୁଁ ଦେଖିଲି ଯେତେବେଳେ ଏଠି ପାଟିତୁଣ୍ଡ ହେଲା, ମୁଁ ବାହାରେ ଚୌକିରେ ବସିଥିଲି। ତାପରେ ଯେତେବେଳେ ଆସିଲା ବେଳକୁ ଦେଖିଲି ସେ ସ୍ତ୍ରୀ ଲୋକ, ସେ ଟୋକାଟା ଦେହୁରୀ କି ଦେହୁରୀ, ତା ନାଁଟା ମୋର ମନେ ପଡୁନି, ତାକୁ ଚିହ୍ନିଛି କିନ୍ତୁ ନାଁଟା ମନେ ପଡୁନି।
ଆଉ ଏଇ ସ୍ତ୍ରୀ ଲୋକ ଏ ସମସ୍ତେ ଗଣ୍ଡଗୋଳ କରିବାରେ ଲାଗିଛନ୍ତି। ଆଉ ସରପଞ୍ଚଙ୍କୁ ସେ ଆମ ଯୋଉ ଇଏ ଲିପୁ ବାବୁଙ୍କୁ ତା କଲର ଧରା ହେଇଛି। ଆଉ ପୁଲିସ କି ସେ ମଧ୍ୟ ବାଡ଼େଇବାରେ ଛାଡ଼ି ନାହାନ୍ତି। ପୁଲିସ ଧକ୍କା ମାରିଛନ୍ତି। ଆଉ ସେଇ ସମୟରେ ମତେ ବି ଧକ୍କା ମାରିଦେଲେ ଯେତେବେଳେ ମୁଁ ଆସିକି ଖସି ପଡ଼ିଲି। ଖସି ପଡ଼ିବା ଦ୍ୱାରା ମୋ ଅଣ୍ଟା ବି ପିଡ଼ା ହେଇଛି। ଆଜି ବି ଡାକ୍ତରମାନେ ହେଇଛି। ଘଟଣା ମୁଁ ଦେଖିଲି ତାଙ୍କ ପ୍ରତି ଆମର କୌଣସି ପ୍ରକାର ଦୁଶ୍ଚିନ୍ତା ବା କୌଣସି ପ୍ରକାର ଖରାପ ଭାବନା ଆମର ନଥିଲା, ବର୍ତ୍ତମାନ ସୁଦ୍ଧା ବି ନାହିଁ। ସେମାନେ ମିଟିଂ କରି କ'ଣ କରିଛନ୍ତି, କୋଉଥିଲାଗି କାମ କଲେ, ଆଉ ନିଶା ଖାଇ କଲେ ବା କୌଣସି ଗଣ୍ଡଗୋଳ କରିବାର ଉଦ୍ଦେଶ୍ୟ ନେଇକରି କଲେ କି ଗାଁ ଭାଙ୍ଗିବା ଲାଗି କଲେ, କୌଣସି ପ୍ରକାର କଲେ ସେଟା ବାବଦରେ ମୁଁ ଟିକେ ଅନଭିଜ୍ଞ ସେଟା କହିପାରିବିନି। ହଉଥିଲା ନାଚ ହେବା ସମୟରେ ଯୋଉ ଭଳିଆ ବର୍ବରତାର କାଣ୍ଡ ଦେହୁରୀ ଫ୍ୟାମିଲି କରିଛନ୍ତି ତାହାକୁ ତ ଆମେ କହିବା ବହୁତ ଦୁଃଖର କଥା। କାରଣ ସେମାନେ ଯୋଉ ଜାଗାରେ ଆମ ନାଚ ଚାଲିଥିଲା ସେ ଜାଗାରେ ଯୋଉ ଭଳିଆ କାଣ୍ଡ କରିଛନ୍ତି ତା ପୂର୍ବ ଦିନ ବି କରିଥିଲେ, ସେଦିନ ବି କଲେ, ତାହା ସମସ୍ତେ ଗ୍ରାମବାସୀ ବି ଦେଖିଛନ୍ତି। ତା ବାଦ ବି ସିଏ ଯୋଉ ବ୍ୟବହାର ବି ପୁଲିସ ପ୍ରତି କରିଛନ୍ତି ତାକୁ ବି ସମସ୍ତେ ଦେଖିଛନ୍ତି। ପୁଲିସକୁ ଠେଲା ପୋଡ଼ା କରିବା, ଆଉ ମତେ ବି ଠେଲାଠୁଲି କରିବା, ଆଉ ମୋର ବି କ'ଣ ଗୋଟେ ମାରାତ୍ମକ ଆକ୍ରମଣ କରିଛନ୍ତି, କ'ଣ ଗୋଟେ ଆର୍ସିନା ମାରିଛନ୍ତି, ଯେଟା କଟି ଯାଇଛି ମୋର। ସେ କ'ଣ ସେ କୋଉଥିରେ ଆନା କଟିଛନ୍ତି ମାରିଛନ୍ତି ବି ସେଟା ସେଭଳିଆ ବି କାଣ୍ଡ କରିଛନ୍ତି। ପ୍ଲସ ବହୁତ କିଛି ସେ ଭିତରେ ଘଟିଛନ୍ତି। ସେ ତାକୁ ବି ଆମେ ସମାଧାନ କରିବା ପାଇଁ ବାଟ ବାରକି ହେଇଛୁ। ଆମ ଗ୍ରାମବାସୀ ସମସ୍ତେ ବସି ଗତକାଲି ରାତିରେ ବି ଆମେ ତାକୁ ଡାକିଲୁ, ଆସନ୍ତୁ କିଛି ବସିକି ନାଇଁ ସେ ଆଲୋଚନା କରିବା। ତାକୁ ବି ସେ ଅମାନ୍ୟ କଲେ ଯେ ନାଇଁ କାଲି ଆମେ ଗଲେ ଆମ ଗ୍ରାମ କମିଟିକି ଯିବାକୁ ଚାହୁଁନୁ କି ଗାଁକୁ ଆମେ ମାନିବା ପାଇଁ ଚାହୁଁଛୁ। ସେଇଭଳି ସେ କାଣ୍ଡ ରାଜି ହେଲେ ନାହିଁ। ଆଜ୍ଞା ଦେଖନ୍ତୁ, ଉଦ୍ଦେଶ୍ୟମୂଳକ ଭାବରେ ସେ ଯୋଉ ଅଭିଯୋଗଟେ କରିଛନ୍ତି ତାହା ମୋର ଗ୍ରାମବାସୀ ଏଠି ଉପସ୍ଥିତ ଅଛନ୍ତି। ଗ୍ରାମବାସୀ କି ପଚାରନ୍ତୁ। ଗ୍ରାମର ସଭାପତି ବି ମୋ ସହିତ ଥିଲେ। ସେ ସମୟରେ ଗ୍ରାମ ସଭାପତି ବି ମୋ ସାଙ୍ଗରେ ଯାଇଥିଲେ ଏବଂ ଆମର ଗ୍ରାମର ମୁଖ୍ୟ କମିଟି ମାନେ ବି ସେମାନେ ବି ଯାଇଥିଲେ। ସମସ୍ତଙ୍କ ସମ୍ମୁଖରେ ଏ ଘଟଣାଟି ହେଇଛି। ସେ ଘଟଣା ମୁଁ ବି କୋଉ ପୋଜିସନରେ ଥିଲି ଆଉ କୋଉଠି ଥିଲି ସେମାନେ ମୋ ମା ମାନେ ବି ଏଠି ଗାଁରେ ଅଛନ୍ତି, ସବୁ ଲେଡିଜ ଅଛନ୍ତି, ସେମାନଙ୍କୁ ବି ପଚାରନ୍ତୁ, ସେମାନେ କହିବେ ମୁଁ କୋଉଠି ଥିଲି। ସେଇ ଆଜ୍ଞା ଶୁଣନ୍ତୁ, ମହିଳାକୁ ମାଡ଼ ମାରିବା କଥା ମିଥ୍ୟା, ଏ ସମ୍ପୂର୍ଣ୍ଣ ମିଥ୍ୟା। ଇଏ ଗୋଟେ ଉଦ୍ଦେଶ୍ୟମୂଳକ ଭାବରେ ଆକ୍ରମଣ କରି ମାନେ ସେ ଆକ୍ରୋଶ କରି ଏ ଘଟଣା ଘଟିଛନ୍ତି। କାରଣ ଏଥିପାଇଁ ଯେ 82 ବର୍ଷର ଯୋଉ ଗାଁ ଏକାଠି ତାଙ୍କ ଦେହରେ ଗଲା ନାହିଁ, ଯାହା ଫଳରେ ସେଇଭଳିଆ ସେ କାଣ୍ଡ କରିଛନ୍ତି। ଆଉ ଦ୍ୱିତୀୟତଃ ଅଭିଯୋଗ କରିବାଟା ଯେ ଏମିତି ଆମେ ବସିକି ଇଏ କରାଇ ସିଏ କରାଇ, ସେ କଥା ଲୋକମାନେ କହିବେ, ସମସ୍ତେ ଥିଲେ ସେଇଠି, ସେମାନେ କହିବେ ନା କ'ଣ ହେଇଥିଲା କ'ଣ ନାହିଁ ବୋଲି।